ବାତ୍ୟା ମନ୍ଥା ଯେତେବେଳେ ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କରିବ ତେବେ ଆମେ ଅଛୁ ଆନ୍ଧ୍ର ଓଡିଶା ସୀମାନ୍ତ ମାତ୍ର ଆନ୍ଧ୍ର ଠାରୁ 5 କିଲୋମିଟର ଗଞ୍ଜାମ ଜିଲ୍ଲାରେ ଅଛୁ। ଆନ୍ଧ୍ର ଓଡିଶା ସୀମାନ୍ତ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ସୁନାପୁର ବେଳାଭୂମିରେ ଅଛୁ। ସୁନାପୁର ସମୁଦ୍ର ତଟରେ ଅଛୁ। ସମୁଦ୍ର ତଟରେ ବର୍ତ୍ତମାନ ଯୋଉ ଝିପଝିପ ବର୍ଷା ହଉଥିଲା ଛାଡିଛି ସତ, କିନ୍ତୁ ପବନର ବେଗ ଧୀରେ ଧୀରେ ବଢିବାରେ ଲାଗିଛି ଏବଂ ସମୁଦ୍ର ମଧ୍ୟ ଅଶାନ୍ତ ହେବାରେ ଲାଗିଛି ଏବଂ ସମୁଦ୍ରର ଜୁଆର ଯୋଉ ରହିଛି ଜୁଆର ମାଡିବା ସହିତ ଯୋଉ 100 ମିଟର ଆଗକୁ ମଧ୍ୟ ଆସିଛି। ଯୋଉ ବେଳାଭୂମିରେ ଯୋଉ ଯେତିକି ମାତ୍ରାରେ ଆସୁଥିଲା ସମୁଦ୍ରର ଜୁଆର ବର୍ତ୍ତମାନ 100 ମିଟର ଆଗକୁ ମଧ୍ୟ ଆସୁଛି ଏବଂ ଯୋଉ ଦେଖିବା ବର୍ତ୍ତମାନ ଯୋଉ ପୁଲିସ ଅଛନ୍ତି ପୁଲିସ ପକ୍ଷରୁ ମଧ୍ୟ ବର୍ତ୍ତମାନ ଏଠାରେ କ୍ୟାମ୍ପେନିଂ କରୁଛନ୍ତି। ଏଠି କୌଣସି ପର୍ଯ୍ୟଟକ କୌଣସି ମତ୍ସ୍ୟଜୀବୀ କୌଣସି ସେମାନଙ୍କୁ ବାରଣ କରାଯାଇଛି ଏବଂ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଠାରେ ପହଞ୍ଚିକି ତଦନ୍ତ କରି ଯାଇଛନ୍ତି। ବର୍ତ୍ତମାନ ଅଛନ୍ତି ଦେଖିବା ଯୋଉ ସମୁଦ୍ର କୂଳ ସମ୍ପୂର୍ଣ୍ଣ ଭାବେ ଅଶାନ୍ତ ରହିଥିବା ସହିତ ଯୋଉ ଦେଖିବା ସଁ ସଁ ଗର୍ଜନ କରି ଅଶାନ୍ତ ହେଇଛି ସମୁଦ୍ର ଏବଂ ପବନର ବେଗ ବଢିବାରେ ଲାଗିଛି। ଧୀରେ ଧୀରେ ସମ୍ପୂର୍ଣ୍ଣ ଭାବରେ ପବନର ବେଗ ବଢିବାରେ ଲାଗିଛି। ଯୋଉ ଦେଖିବା ପୂର୍ବ କଥା କହିବା 30 ମିନିଟ ପୂର୍ବରୁ ଏତେ ମାତ୍ରାରେ ପବନ ନଥିଲା, କିନ୍ତୁ ବର୍ତ୍ତମାନ ସମୁଦ୍ରରୁ ପବନ ଅଧିକ ମାତ୍ରାରେ ବହୁଛି ଏବଂ ଯୋଉ ଗର୍ଜନ କରୁଛି ଅଶାନ୍ତ ହେଇକି ସମୁଦ୍ର ଯୋଉ ଗଞ୍ଜାମ ଜିଲ୍ଲାର ଯୋଉ ଆନ୍ଧ୍ର ଓଡିଶା ଯୋଉ ସୀମାନ୍ତ ରହିଛି ସୋନାପୁରର ଯୋଉ ଗର୍ଜନ କରୁଛି ଏବଂ ଯୋଉ ସମୁଦ୍ରର ଜୁଆର ପଛକୁ ରହିଥିଲା ବର୍ତ୍ତମାନ ଏଇ ଯୋଉ ବାରାକେଟ ରହିଥିଲା ଏଇ ବାରାକେଟର ପାଖାପାଖି 100 ମିଟର ଆଗକୁ ଆସିଛି। ଯଦି ଦେଖିବା ପୂର୍ବରୁ ଯେତେବେଳେ ବାତ୍ୟା ହଉଥାଏ ସେତେବେଳେ ଓଡିଶାରେ ଯୋଉ ଦେଖିବା ଗଞ୍ଜାମ ଜିଲ୍ଲାର ଇଫେକ୍ଟେଡ ଯୋଉ ଦେଖିବା ଚିକିଟି ନିର୍ବାଚନ ମଣ୍ଡଳୀ ଚିକିଟି ବ୍ଲକର ଏଇ ଆନ୍ଧ୍ର ଓଡିଶା ସୀମାନ୍ତ ମାତ୍ର ଏଠାରୁ 5 କିଲୋମିଟର ଆପଣ ଯଦି ଅତିକ୍ରମ କରିବେ ତାହେଲେ ସମୁଦ୍ର କୂଳ ଯଦି ଯିବା 3 କିଲୋମିଟର ଅତିକ୍ରମ କରିବେ ତାହେଲେ ମାତ୍ର ଆନ୍ଧ୍ରପ୍ରଦେଶ ପ୍ରବେଶ କରିବା। ଯଦି ଦେଖିବା ଓଡିଶାର ପ୍ରଥମ ବର୍ଡର ଏବଂ ଏଇ ବର୍ଡରରେ ପ୍ରଥମ ଯୋଉ ରାମିଆପାଟଣା ଗାଁ ରହିଛି ଏଇ ରାମିଆପାଟଣା ଗାଁର ଯେତେବେଳେ ବନ୍ୟା ବାତ୍ୟା ହୁଏ ସେ ଗାଁର ଅଧା ସ୍ଥାନ ସମୁଦ୍ର ଆୟ ଭିତରକୁ ପଶିଯାଏ। ତେଣୁ ଜିଲ୍ଲା ପ୍ରଶାସନ ଏଠି ମଧ୍ୟ ପ୍ରସ୍ତୁତ ରଖିଛନ୍ତି। ଏଠାରେ ଯୋଉ ମତ୍ସ୍ୟଜୀବୀ ମାନେ ବୋଟ ରଖିଥିଲେ ଡଙ୍ଗା ରଖିଥିଲେ ସେ ମତ୍ସ୍ୟଜୀବୀ ମାନଙ୍କର ବୋଟ ଡଙ୍ଗାକୁ ଆଗକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି। ଦେଖିବା ଯୋଉ ଗ୍ରାମାଞ୍ଚଳ ଲୋକମାନେ ଅଛନ୍ତି ତାଙ୍କୁ ପୂର୍ବରୁ ମଧ୍ୟ ପୋଲିସ ପ୍ରଶାସନ ଏବଂ ଯୋଉ ବ୍ଲକ ପ୍ରଶାସନ ତହସିଲ ପ୍ରଶାସନ ସମସ୍ତେ ସଜାଗ ରହି ସେମାନଙ୍କୁ ମଧ୍ୟ ଯୋଉ ସଚେତନ ବାର୍ତ୍ତା କରାଯାଇଛି। ଡାକବାଜି ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି। ଯୋଉ ଦେଖିବା ଯୋଉ ଚିକିଟି ଏବଂ ପାତ୍ରପୁର ଯୋଉ ଦେଖିବା ତାହେଲେ ଯୋଉ ରହିଛି ଡ୍ୟାମ ରହିଛି ବାଘଲଟି ଡ୍ୟାମ ରେ 4ଟି ଗେଟ୍ ରହିଥିବା ବେଳେ 3ଟି ଗେଟ୍ ରୁ ଯୋଉ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ଗଜପତି ଯଦି କଥା କହିବା ଆନ୍ଧ୍ରପ୍ରଦେଶ କଥା କହିବା ଉପରେ ବର୍ଷା ହେଲେ ଯେହେତୁ ଆନ୍ଧ୍ରପ୍ରଦେଶ ଏବଂ ଯୋଉ ଓଡିଶାର ବୋର୍ଡର ରହିଛି ଚିକିଟି ପାତ୍ରପୁର ଯୋଉ ବାଘଲଟି ଡ୍ୟାମ ରହିଛି ଶ୍ରୀକାକୁଲମ ଡ୍ୟାମ ସହିତ ବାଘଲଟି ଡ୍ୟାମ ର ସମ୍ପୂର୍ଣ୍ଣ ସମ୍ପର୍କ ରହିଛି ଯୋଡି ହେଇକି ରହିଛି। ତେଣୁ ସେଠାରେ ବର୍ଷା ହେବା ଯୋଗୁଁ ଏଠି ଓଡିଶାରେ ମଧ୍ୟ ବନ୍ୟା ଦେଖାଯାଇଛି ଏବଂ ଯୋଉ ବାହୁଦା ନଦୀ କଥା କହିବା ବାହୁଦା ନଦୀରେ ମଧ୍ୟ ବନ୍ୟା ଜଳ ନିଷ୍କାସନ ହେବା ଯୋଗୁଁ ସବୁଠି ବନ୍ୟା ହେବା ସହିତ ଯୋଉ ଚାଷ ଜମି ରହିଛି ଚାଷ ଜମିରେ ମଧ୍ୟ ଜଳମଗ୍ନ ହେଇକି ରହିଛି। ଦେଖିବା ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି କଥା କହିବା ଦିଗପହଣ୍ଡିରେ ମଧ୍ୟ ଘୋଡାହାଟ ଡ୍ୟାମରେ ମଧ୍ୟ ଗୋଟିଏ ଗେଟ୍ ଖୋଲାଯାଇଛି ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଯାଇଛି ଏବଂ ବର୍ଷା କିଛି କିଛି ସ୍ଥାନରେ ହଉଥିବା ବେଳେ ଯୋଉ ଆମେ ଅଛୁ ବର୍ତ୍ତମାନ ଏଇ ଏକ୍ସକ୍ଲୁସିଭ ଚିତ୍ର ଦେଖୁଛେ ପୁଲିସ ପ୍ରଶାସନ ପକ୍ଷରୁ ଯେଭଳି ଭାବେ ଏଠାରେ ବୁଲୁଛନ୍ତି ସତର୍କ କରୁଛନ୍ତି ଏଠାକୁ କେମିତି ନ ଆସିବେ। ଯେହେତୁ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ଆନ୍ଧ୍ରରେ ଏବଂ ଆନ୍ଧ୍ରଠୁ ମାତ୍ର କମ ଦୂରରେ ରହିଛି। ତେଣୁକରି ପୋଲିସ ପ୍ରଶାସନ ପକ୍ଷରୁ ସେମାନେ ଗାଡିରେ ପେଟ୍ରୋଲିଂ କରୁଛନ୍ତି। ଏଠାରେ ମଧ୍ୟ ସେମାନେ ମଧ୍ୟ ଜଗିକି ରହିଛନ୍ତି ସମୁଦ୍ର ତଟକୁ ଏବଂ ଦେଖିବା ଏଇ ସମୁଦ୍ର ତଟରେ ଯୋଉ ପୂର୍ବରୁ 100 ମିଟର ଯୋଉ ସମୁଦ୍ରର ଯୋଉ ଜୁଆର ରହିଥିଲା ଜୁଆର ଧୀରେ ଧୀରେ ଗର୍ଜନ କରିକି 100 ମିଟର ଅତିକ୍ରମ କରି ଆଗକୁ ଆସିଲାଣି। ଦେଖିବା ପବନର ମାତ୍ରା କମି ଥିଲା କିନ୍ତୁ ବର୍ତ୍ତମାନ 30 ମିନିଟ ଭିତରେ ପବନର ମାତ୍ରା ବଢିବାରେ ଲାଗିଛି ଏବଂ ସଁ ସଁ କରି ଗର୍ଜନ ଛାଡୁଛି ସୋନାପୁର ବେଳାଭୂମି। କଣ କହିବେ ଆଜ୍ଞା କେତେ ସମୟ ପର୍ଯ୍ୟନ୍ତ ଆପଣ ରହିବେ ଏଠି କେତେ ସମୟ ପର୍ଯ୍ୟନ୍ତ ରହିବେ ଆପଣ? ତାପରେ ଆମର ସାର୍ ମାନେ ଆସିବେ ଆସିଲା ପରେ ସିଚୁଏସନ ଦେଖି ସମସ୍ତଙ୍କୁ ବାରଣ କରାଯାଏ ଯେହେତୁ ଆନ୍ଧ୍ର ଓଡିଶା ସୀମାନ୍ତ ଆନ୍ଧ୍ର ଏଠାକୁ ଲାଗିଛି ଲ୍ୟାଣ୍ଡଫଲ୍ କରିବା ଆନ୍ଧ୍ରରେ। ହଁ ସମସ୍ତଙ୍କୁ ବାରଣ କରାଯାଇଛି। ଦୋକାନ ବଜାର ବି ସବୁ ଜାଗା ବନ୍ଦ ଅଛି। ଆମର ସାର୍ ବି ଯାଇଛନ୍ତି ଗାଡି ଧରିକି ସେ ଭିତରେ ଦେଖିକି ଆମେ ବି ରହିବୁ ଏଇଠି ମିନିମମ୍ ରାତି 10। ଧୀରେ ଧୀରେ ସମୁଦ୍ର ଗର୍ଜନ ଛାଡୁଛି ଏବଂ ଯୋଉ ପୂର୍ବ ପଛରେ ଥିଲା ଯୋଉ ତାର ଯୋଉ ଜୁଆର ପଛରେ ଥିଲା ସେ ଜୁଆର ବଢି ବଢି ଆସିଲାଣି ଏବଂ ପବନ ବଢି ବଢି ଆସିଲାଣି। ଆନ୍ଧ୍ର ବର୍ଡର ଯୋଉ ରହିଛି ଏଠି 5 କିଲୋମିଟର ଯଦି ଆମେ ଅତିକ୍ରମ କରିବା ତାହେଲେ ଆନ୍ଧ୍ରପ୍ରଦେଶ ଭଳି ଅଛି। ଆନ୍ଧ୍ର ଏଠି ଆସୁଛି ତେଣୁ କେତେ ସଚେତନ ଅଛନ୍ତି ଆପଣ ମଧ୍ୟ କେତେ ସଚେତନ ଅଛନ୍ତି? ବାରଣ କରାଯାଇଛି। ବୋଟ ରେ ଯୋଉ ମତ୍ସ୍ୟଜୀବୀ ମାନେ ଅଛନ୍ତି ମତ୍ସ୍ୟଜୀବୀ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି।
एवं जो जदि देखा एत मात्रा पवन ये एक्सक्लूसिव चित्र देखिपे किभली भाव में पवन मात्रा बढ़िबार लगी पवन एत मात्रा बढ़ुची जे शह शह एवं गर्जन छाड़ी जो आंध्र ओडिशा सीमांत रही गंजाम जिलार प्रथम जो सोनापुर समुद्र कूल रही वर्तमान जोर शब्द समुद्र पवन गर्जन छाड़ुची देखा अंधकार सहित जो राति बढ़ी बढ़ी जाऊँगी से मात्रा पवनर गति बढ़ी बढ़ी जाऊँगी जो जुआर रही जुआर पूर्वर अधघंटाए पूर्वर सी पछरे थिला वर्तमान 100 मीटर अतिक्रम कलानी आमको समुद्र तट को जावाक भयभीत लगुच जो गर्जन छाड़ुची यही गर्जन मध्य आम आगे रही लाइट साहाय्य पुलिस भाई मान रही आम सचेतन होकर लोक जनाऊँ जेहेतु ये हूँ गंजाम जिला किंतु आंध्र ओडिशार सीमांत तेणु प्रथम आंध्र में माड़ कले यही सोनापुर में माड़ कर तेणु गर्जन जो छाड़ू देखिए जिला सारा सबुठी जिला प्रशासन अलर्ट रही अल्प समय मध्य गंजाम जिलापाल चिकित पहुंचे बर्तमान यही सोनापुर बेलाभूमि देखिए पहुंचे सूचना मिली सी जो लोक रेस्क्यू कर लोक रेस्क्यू लोक किभली खाद्य पानी दि जाऊँगी जो पहाड़ धसिकी रही आंध्र ओडिशा सीमांत कथा कहवा जदि गंजाम गजपति सीमांत कथा कहवा पहाड़ उपांत अंचल कथा कहवा सेठारे जो पहाड़ गछ एवं पत्थर धसिकी रही एनडीआरएफ टीम पहुंची एनडीआरएफ टीम एवं जो रही अग्निशम विभाग से रही रेस्क्यू कर जेसी माध्यम सफा कर सुतरा देखा पहाड़ में झरणा एत मात्रा पानी आसूची जमी को एत मात्र जिते डैम रु 3टी गेट छड़ा जाइए पात्रपुर जी कहवा बागेलटी डैम रु 3टी गेट खोल बेले दिगपंडर घोड़ाहाट डैम गोटे गेट खोल तो देखा सारा गंजाम जिलार विभिन्न अंचल समस्त ब्लॉक रे प्राय बन्या जल निष्कासन होची ऊपर मुंडे वर्षा एवं जो पहाड़ झरणा पानी आसवा जो बन्या पानी छाड़ी ठीक अच्छे वर्तमान समय बन्या पानी ता आसीबो किछि डैम वृद्धि पाइबो ए संपर्क में विस्तृत भाव में सूचना प्रदान करथिले।